ଗତକାଲି ମୋର ଚତୁର୍ଦ୍ଦଶୀ ଥିଲା ବୋଲି ସକାଳର ଜଳଖିଆରେ ଆଜି ବିନା ପିଆଜ ରସୁଣର ପାସ୍ତାଟିଏ କରିଥିଲି। ପିଲାମାନଙ୍କୁ ଜଳଖିଆ ଦେଇସାରି ମୁଁ ପଳେଇଥିଲି ଟିକେ ଛାତ ଉପରକୁ। ଏବେ ଏମିତି ପାଗ ଚାଲିଛି, ଘର ଭିତରେ ତ ଶୀତ ଲାଗୁଛି, ଆଉ ଖରାକୁ ଆସିଲେ ଖରା କାଟୁଛି। ମଣିଷ କରିବ ତ କଣ କରିବ? ଚା ଜଳଖିଆ ସାରି ଟିକେ ଗଛପତ୍ରରେ ପାଣି ଦେଇଥିଲି। ତାପରେ ତଳକୁ ମୁଁ ଆସିଥିଲି ଲଞ୍ଚ କଣ ବନେଇବି ବୋଲି ଭାବିଲି। ଯେହେତୁ ଏବେ ମାଘ ମାସ, ସବୁଆଡେ ଚାଲୁଛି ହୋମଯଜ୍ଞ। ସେମିତି ଆମର ଏଠି ମାଙ୍କ ମନ୍ଦିରରେ ବାର୍ଷିକ ଯଜ୍ଞ ଅନୁଷ୍ଠିତ ହେଇଥିଲା। ସେଠୁ ପ୍ରସାଦ ଘରକୁ ଆସିଥିଲା, ଆଉ ପ୍ରସାଦ ଆମେ ସମସ୍ତେ ରାତିରେ ଟିକେ ପାଇଥିଲୁ। ବଳକା ସବୁ ମୁଁ ରଖିଦେଇଥିଲି। ତା ଛଡା ପ୍ରତିଦିନ ରୋଷେଇ କରୁଥିବା ଲୋକଙ୍କୁ ଯଦି କେବେ ରୋଷେଇରୁ ବିରତି ମିଳିଥାଏ, କେତେ ଯେ ଖୁସି ଲାଗେ ସେଇଟା ରୋଷେଇ କରୁଥିବା ଲୋକଙ୍କୁ ହିଁ ଜଣାଥାଏ। ଏତେ ସବୁ ପ୍ରସାଦ ଥିଲା ବୋଲି କେବଳ ଭାତ ଆଉ ଟିକେ ଭଜା କରିଥିଲି। ଶୁଭର ବାବାଙ୍କର ବାହାଘରିଆ ଭୋଜି ଥିବାରୁ ରୋଷେଇ ସାରି ମା ପିଲା ଆମେ ସମସ୍ତେ ମିଶିକି ଖାଇଥିଲୁ। ଆଉ ଶୁଭ ଏତେ ମିଠା ଜିନିଷ ଖାଇବାକୁ ଭଲ ପାଏନି, ଆଉ କ୍ଷୀରି ଯାହା ଥିଲା ଗୁଗୁଲର ମୋର ଖାଇଥିଲୁ। ଆଜିର ଭିଡିଓ ଭଲ ଲାଗିଥିଲେ ସବସ୍କ୍ରାଇବ ନିଶ୍ଚୟ କରିବେ। ରହୁଛି। ହର ହର ମହାଦେବ।